ଭାଗବତ ଗୀତା ଅର୍ଜୁନ ବିଷାଦ ଯୋଗ। ଭଗବତ ଗୀତାର ଆରମ୍ଭ ଅନ୍ଧରାଜା ଧୃତରାଷ୍ଟ୍ର ପ୍ରଶ୍ନରୁ ହୁଏ। ସେ ନିଜ ମନ୍ତ୍ରୀ ସଞ୍ଜୟକୁ ପଚାରୁଛନ୍ତି ଯିଏ ବ୍ୟାସଦେବଙ୍କ କୃପାରୁ ଦିବ୍ୟ ଦୃଷ୍ଟି ପାଇଛନ୍ତି। ଦିବ୍ୟ ଦୃଷ୍ଟି ପାଇ ଯୁଦ୍ଧକ୍ଷେତ୍ରର ସମସ୍ତ ଘଟଣା ଦେଖିପାରୁଥିଲେ। ଧୃତରାଷ୍ଟ୍ରଙ୍କ ପ୍ରଶ୍ନରେ ତାଙ୍କର ଆଶଙ୍କା ଓ ପକ୍ଷପାତ ସ୍ପଷ୍ଟ ଜଣାପଡ଼େ। ସେ କୁରୁକ୍ଷେତ୍ରକୁ ଧର୍ମକ୍ଷେତ୍ର ଅର୍ଥାତ୍ ଧର୍ମର ଭୂମି କହିବା ସତ୍ତ୍ୱେ ତାଙ୍କ ମନରେ ଅଧର୍ମର ପକ୍ଷ ନେଇଥିବା ନିଜ ପୁତ୍ରମାନଙ୍କର ବିଜୟର ଲାଳସା ଥାଏ। ମାମକାଂ ମାନେ ମୋର ପକ୍ଷ ଏବଂ ପାଣ୍ଡବାହ ମାନେ ପଣ୍ଡୁଙ୍କ ପୁତ୍ରମାନେ ଶବ୍ଦର ବ୍ୟବହାର ତାଙ୍କର ଏହି ଭେଦଭାବକୁ ଦର୍ଶାଏ। ସେ ଜାଣିବାକୁ ଚାହୁଁଛନ୍ତି ଯେ ସେହି ପବିତ୍ର ଭୂମିରେ ଏକତ୍ରିତ ହୋଇଥିବା ତାଙ୍କ ପୁତ୍ର ପାଣ୍ଡବମାନେ ବାସ୍ତବରେ କ'ଣ କଲେ, କାରଣ ଧର୍ମକ୍ଷେତ୍ରର ପ୍ରଭାବରେ କାଳେ ତାଙ୍କ ପୁତ୍ରମାନଙ୍କ ମନ ବଦଳିଯିବ ଏବଂ ସେମାନେ ଯୁଦ୍ଧରୁ ବିରତ ହୋଇ ସନ୍ଧି କରିନେବେ, ଏହି ଭୟ ତାଙ୍କ ମନରେ ଥାଏ। ଶ୍ଲୋକ 2 ସଞ୍ଜୟ ଧୃତରାଷ୍ଟ୍ରଙ୍କ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରନ୍ତି। ସେ ପ୍ରଥମେ ଦୁର୍ଯ୍ୟୋଧନଙ୍କ ପ୍ରତିକ୍ରିୟା ବର୍ଣ୍ଣନା କରୁଛନ୍ତି। ପାଣ୍ଡବମାନଙ୍କ ସୈନ୍ୟବ୍ୟୂହକୁ ଦେଖି ଦୁର୍ଯ୍ୟୋଧନଙ୍କ ମନରେ ଚିନ୍ତା ଜାତ ହୁଏ। ଯଦିଓ ସେ ନିଜ ସେନାର ବିଶାଳତା ଉପରେ ଗର୍ବ କରୁଥିଲେ, ପାଣ୍ଡବମାନଙ୍କ ସୁଶୃଙ୍ଖଳିତ ଓ ଦକ୍ଷ ସୈନ୍ୟ ସଜ୍ଜା ଦେଖି ସେ ବିଚଳିତ ହୋଇ ନିଜର ସେନାପତି ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଯାଆନ୍ତି। ଏହା ଦୁର୍ଯ୍ୟୋଧନଙ୍କ ଚତୁରତା ଏବଂ କିଛି ମାତ୍ରାରେ ଥିବା ଆଶଙ୍କାକୁ ସୂଚାଏ। ସେ ନିଜର ଗୁରୁ ଓ ମୁଖ୍ୟ ସେନାପତିଙ୍କୁ ସମ୍ବୋଧିତ କରି ପରିସ୍ଥିତିର ଗମ୍ଭୀରତା ଜଣାଇବାକୁ ଚେଷ୍ଟା କରୁଛନ୍ତି। ଶ୍ଲୋକ 3 ର ଅର୍ଥ ଦେଖନ୍ତୁ। ଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟଙ୍କୁ ପାଣ୍ଡବ ସେନାର ବିଶାଳତା ଏବଂ ସୁନ୍ଦର ବ୍ୟୂହ ରଚନା ଦେଖାଇବା ସହ ଏକ କୂଟନୈତିକ ଚାଲ ଚଳାଉଛନ୍ତି। ସେ ଦ୍ରୋଣଙ୍କୁ ମନେ ପକାଇ ଦେଉଛନ୍ତି ଯେ ପାଣ୍ଡବ ସେନାରେ ସେନାପତି ଧୃଷ୍ଟଦ୍ୟୁମ୍ନ, ଯିଏକି ଦ୍ରୋଣଙ୍କର ହିଁ ଶିଷ୍ୟ ଏବଂ ଯାହାର ଜନ୍ମ ଦ୍ରୋଣଙ୍କୁ ବଧ କରିବା ପାଇଁ ହୋଇଥିଲା। ତବ ଶିଷ୍ୟେଣ ଧୀମତା ଆପଣଙ୍କ ବୁଦ୍ଧିମାନ ଶିଷ୍ୟ ଦ୍ୱାରା କହି ଦୁର୍ଯ୍ୟୋଧନ ଦ୍ରୋଣଙ୍କ ମନରେ କ୍ରୋଧ ଓ ପ୍ରତିଶୋଧର ଭାବନା ଜାଗ୍ରତ କରିବାକୁ ଚେଷ୍ଟା କରୁଛନ୍ତି, ଯାହାଫଳରେ ଦ୍ରୋଣ ପୂର୍ଣ୍ଣ ଶକ୍ତିରେ ଯୁଦ୍ଧ କରିବେ। ଏହା ଦୁର୍ଯ୍ୟୋଧନଙ୍କ ରାଜନୈତିକ ଚତୁରତା କିନ୍ତୁ ନୈତିକ ଦୁର୍ବଳତାକୁ ଦର୍ଶାଏ। ଶ୍ଲୋକ 4 ର ଅର୍ଥ ଦୁର୍ଯ୍ୟୋଧନ ପାଣ୍ଡବ ପକ୍ଷର ପ୍ରମୁଖ ଯୋଦ୍ଧାମାନଙ୍କ ନାମ ଗଣନା କରି ଦ୍ରୋଣାଚାର୍ଯ୍ୟଙ୍କୁ ସେମାନଙ୍କ ଶକ୍ତି ବିଷୟରେ ସଚେତନ କରାଉଛନ୍ତି। ସେ ପ୍ରଥମେ ଭୀମ ଓ ଅର୍ଜୁନଙ୍କ ସମକକ୍ଷ ବୀରମାନଙ୍କ କଥା କହୁଛନ୍ତି, ଯାହା ଦର୍ଶାଉଛି ଯେ ଏହି ଦୁଇ ଭାଇଙ୍କୁ ସେ କେତେ ଭୟ କରୁଥିଲେ। ଏହାପରେ ସେ ସାତ୍ୱିକ, ରାଜା ବିରାଟ ଏବଂ ରାଜା ଦ୍ରୁପଦଙ୍କ ନାମ ନେଉଛନ୍ତି। ଏମାନେ ସମସ୍ତେ ମହାରଥୀ ଅର୍ଥାତ୍ ଏକାକୀ ହଜାର ହଜାର ଯୋଦ୍ଧାଙ୍କ ସହ ଲଢ଼ି ପାରୁଥିବା ବୀର। ଦୁର୍ଯ୍ୟୋଧନଙ୍କ ଉଦ୍ଦେଶ୍ୟ ହେଉଛି ଶତ୍ରୁ ପକ୍ଷର ଶକ୍ତି ଦର୍ଶାଇ ନିଜ ପକ୍ଷର ଯୋଦ୍ଧାମାନଙ୍କୁ ଅଧିକ ସତର୍କ ଓ ଉଦ୍ଦୀପିତ କରିବା। ଶ୍ଲୋକ 5 କ'ଣ ଅଛି ଚାଲ ଦେଖିବା। ଦୁର୍ଯ୍ୟୋଧନ ପାଣ୍ଡବ ସେନାର ଅନ୍ୟ ପ୍ରମୁଖ ବୀରମାନଙ୍କ ନାମ ଗଣନା ଜାରି ରଖୁଛନ୍ତି। ଧୃଷ୍ଟକେତୁ, ଚେକିତାନ, ବୀର କାଶୀରାଜ, ପୁରୁଜିତ୍ ଓ କୁନ୍ତିଭୋଜ ଏବଂ ଶୈବ୍ୟ ଭଳି ଶକ୍ତିଶାଳୀ ଯୋଦ୍ଧାମାନଙ୍କ ଉପସ୍ଥିତିକୁ ସେ ଦର୍ଶାଉଛନ୍ତି। ଏହି ସମସ୍ତଙ୍କୁ ବୀର୍ଯ୍ୟବାନ ଏବଂ ନରପୁଙ୍ଗବ ର ଅର୍ଥ ହେଲା ମନୁଷ୍ୟମାନଙ୍କ ମଧ୍ୟରେ ଯେ ଶ୍ରେଷ୍ଠ କହି ସେମାନଙ୍କର ଯୁଦ୍ଧ କ୍ଷମତାକୁ ସ୍ୱୀକାର କରୁଛନ୍ତି। ଏହାଦ୍ୱାରା ସେ ପରୋକ୍ଷରେ ଦ୍ରୋଣାଚାର୍ଯ୍ୟଙ୍କୁ କହୁଛନ୍ତି ଯେ ଶତ୍ରୁ ପକ୍ଷ ଦୁର୍ବଳ ନୁହେଁ, ତେଣୁ ସାବଧାନତାର ସହ ଯୁଦ୍ଧ କରିବାକୁ ହେବ। ଶ୍ଲୋକ 6 ର ଅର୍ଥ ଚାଲନ୍ତୁ ଦେଖିବା। ଦୁର୍ଯ୍ୟୋଧନ ପାଣ୍ଡବ ପକ୍ଷର ଆହୁରି କେତେକ ମୁଖ୍ୟ ଯୋଦ୍ଧାଙ୍କ ନାମ ନେଉଛନ୍ତି। ଯୁଧାମନ୍ୟୁ ଓ ଉତ୍ତମୌଜା ପାଞ୍ଚାଳ ଦେଶର ଦୁଇ ପରାକ୍ରମୀ ବୀର, ଯେଉଁମାନେ ଅର୍ଜୁନଙ୍କ ରଥର ଚକ୍ର ରକ୍ଷକ ଥିଲେ। ସୁଭଦ୍ରାଙ୍କ ପୁତ୍ର ଅଭିମନ୍ୟୁ ଜଣେ ଅତ୍ୟନ୍ତ ବୀର ଯୁବକ, ଯିଏକି ଅର୍ଜୁନଙ୍କ ସମକକ୍ଷ ଯୋଦ୍ଧା ଭାବେ ପରିଗଣିତ ହେଉଥିଲେ। ଦ୍ରୌପଦୀଙ୍କ 5 ପୁତ୍ର ମଧ୍ୟ ମହାରଥୀ ଥିଲେ। ଦୁର୍ଯ୍ୟୋଧନ ସମସ୍ତଙ୍କୁ ସର୍ବ ଏବ ମହାରଥାଃ କହି ପାଣ୍ଡବ ସେନାର ଶକ୍ତି ଓ ଗଭୀରତାକୁ ସ୍ୱୀକାର କରୁଛନ୍ତି। ଏହା ତାଙ୍କ ମନର ଭୟ ଏବଂ ଚିନ୍ତାକୁ ମଧ୍ୟ ପ୍ରକାଶ କରେ। ଶ୍ଲୋକ 7 ର ଅର୍ଥ ଚାଲନ୍ତୁ ଦେଖିବା। ଶତ୍ରୁ ପକ୍ଷର ଶକ୍ତି ବର୍ଣ୍ଣନା କରିବା ପରେ ଦୁର୍ଯ୍ୟୋଧନ ଏବେ ନିପକ୍ଷର ବୀରମାନଙ୍କ ବିଷୟରେ କହିବାକୁ ଆରମ୍ଭ କଲେ। ସେ ଦ୍ରୋଣାଚାର୍ଯ୍ୟଙ୍କୁ ଦ୍ୱିଜତମ କହି ସମ୍ମାନ ଦେଉଛନ୍ତି ଏବଂ ନିଜର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଅସ୍ମାକଂ ତୁ ବିଶିଷ୍ଟାଏ ଅର୍ଥ ଆମ ପକ୍ଷରେ ଯେଉଁ ବିଶିଷ୍ଟ ବ୍ୟକ୍ତି ଅଛନ୍ତି କହି ସେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ତାଙ୍କ ସେନା ମଧ୍ୟ କମ୍ ଶକ୍ତିଶାଳୀ ନୁହେଁ।
ସେ ନିଜ ସେନାର ମୁଖ୍ୟ ନାୟକମାନଙ୍କ ନାମ କହିବାକୁ ଯାଉଛନ୍ତି, ଯାହାଦ୍ୱାରା ଦ୍ରୋଣାଚାର୍ଯ୍ୟ ଏବଂ ଅନ୍ୟମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି ହେବ। ଶ୍ଳୋକ 8 ଦୁର୍ଯ୍ୟୋଧନ ନିଜ ପକ୍ଷର ମହାରଥୀମାନଙ୍କ ନାମ ଗଣନା କରୁଛନ୍ତି। ସେ ପ୍ରଥମେ ଦ୍ରୋଣାଚାର୍ଯ୍ୟଙ୍କୁ ହିଁ ସମ୍ବୋଧିତ କରି ତାଙ୍କର ମହତ୍ତ୍ୱ ସ୍ୱୀକାର କରୁଛନ୍ତି। ତାପରେ ସେ ଅଜୟ ଯୋଦ୍ଧା ପିତାମହ ଭୀଷ୍ମଙ୍କ ନାମ ନେଉଛନ୍ତି। ପରେ କର୍ଣ୍ଣ, ଯିଏ ଅର୍ଜୁନଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ପରିଚିତ, ତାଙ୍କ ନାମ କହୁଛନ୍ତି। କୃପାଚାର୍ଯ୍ୟଙ୍କୁ ସୌମିତ୍ରିଞ୍ଜୟ ଅର୍ଥାତ୍ ସର୍ବଦା ଯୁଦ୍ଧରେ ଯିଏ ବିଜୟ କହି ତାଙ୍କର ଯୁଦ୍ଧ କୌଶଳକୁ ପ୍ରଶଂସା କରୁଛନ୍ତି। ଦ୍ରୋଣଙ୍କ ପୁତ୍ର ଅଶ୍ୱତ୍ଥାମା, ଦୁର୍ଯ୍ୟୋଧନଙ୍କ ଭାଇ ବିକର୍ଣ୍ଣ ଏବଂ ସୋମଦତ୍ତଙ୍କ ପୁତ୍ର ଭୂରିଶ୍ରବାଙ୍କ ପରି ବୀରମାନଙ୍କ ନାମ ମଧ୍ୟ ସେ ଉଲ୍ଲେଖ କରୁଛନ୍ତି। ଏହାଦ୍ୱାରା ସେ ଦର୍ଶାଉଛନ୍ତି ଯେ କୌରବ ସେନା ମଧ୍ୟ ଅତ୍ୟନ୍ତ ଶକ୍ତିଶାଳୀ ଓ ଅନୁଭବୀ ଯୋଦ୍ଧାମାନଙ୍କ ଦ୍ୱାରା ପରିପୂର୍ଣ୍ଣ। ନେକ୍ସଟ ଭିଡ଼ିଓରେ ଆମେ ଆଉ ସବୁ ଶ୍ଲୋକ ଦେଖିବା।